ମାମା ଶୋଇକି ଉଠି ପଡ଼ିଲ? ହଁ ମୁହଁ ଧୋଇ ଦେଇଛି। ଏବେ ଗଣେଶ ଠାକୁରକୁ ନମ କରିଦିଅ। ଗଣେଶ ଠାକୁରକୁ ନମ କର। ନମ କରିଦିଅ। ଗୁଡ୍ ଗାର୍ଲ ସୁନା ଝିଅ। ହାଇ ଫ୍ରେଣ୍ଡସ୍, ଆପଣମାନଙ୍କୁ ବହୁତ ବହୁତ ସ୍ୱାଗତ ଆମର ୟୁଟ୍ୟୁବ୍ ଚ୍ୟାନେଲକୁ। ଆଶା କରୁଛି ଭଗବାନଙ୍କ କୃପାରୁ ଆପଣମାନେ ସମସ୍ତେ ଭଲରେ ଥିବେ, ଖୁସିରେ ଥିବେ ଆଉ ସୁସ୍ଥରେ ଥିବେ। ଆମ ଝିଅର ଭିଡ଼ିଓ ଯଦି ଆପଣମାନଙ୍କୁ ଭଲ ଲାଗେ ତାହେଲେ ଲାଇକ୍ ସେୟାର ଆଉ ସବସ୍କ୍ରାଇବ୍ କରିଦିଅନ୍ତୁ। ଦେଖନ୍ତୁ ଝିଅ ଏଠି ସକାଳୁ ଉଠି ପଡ଼ିଛନ୍ତି। ଉଠିକି ଗଣେଶ ଠାକୁରକୁ ନମ କରିଦେଲେ। ପରେ କଣ୍ଢେଇ ଧରିକି ଟିକେ ଗେଲ ହେଉଛନ୍ତି। ପରେ ଗାଧେଇବେ, ତାପରେ ତୁଳସୀ ଗଛରେ ପାଣି ଦେବେ। ଏମିତି ସବୁ ଆମ ଝିଅର କାମ। ଆପଣମାନେ ଭିଡ଼ିଓ ଆଗକୁ ଦେଖନ୍ତୁ, ତାହେଲେ ଆପଣମାନେ ଜାଣିପାରିବେ। ଆମ ଝିଅକୁ ଆପଣମାନେ ବହୁତ ସାରା ଭଲ ପାଇବା ଦେଇଛନ୍ତି, ଆଉ ସେମିତି ଭଲ ପାଉଥାନ୍ତୁ। ଆମ ଝିଅକୁ ଆଶୀର୍ବାଦ କରନ୍ତୁ, ସେ ସବୁବେଳେ ଭଲରେ ରହୁ, ଖୁସିରେ ରହୁ ଆଉ ସୁଖରେ ରହୁ। କଣ କଥା ଆସୁଛି, କଥା ଟିକେ ହେଲା। ଆଉ ସେ କଣ କଣ କଥା ହଉଛି ଶୁଣନ୍ତୁ। ଆପଣମାନେ ଆଗକୁ ଭିଡ଼ିଓ ଦେଖନ୍ତୁ। ମାମା, ଆମର ଜାତୀୟ ପଶୁ କିଏ? ଗୁଡ୍ ଗାର୍ଲ, ବାଘ। ଆଉ ଆମର ଜାତୀୟ ଫଳ କୋଉଟା ମାମା? ଜାତୀୟ ଫଳ ମନେ ପକେଇ କହିଲ। ଜାତୀୟ ଫଳ କୋଉଟା? ଜାତୀୟ ଫଳ ଗୁଡ୍ ଗାର୍ଲ। ମନେ ରଖ, ଏମିତି ସବୁ ମନେ ରଖ, ଭୁଲିବନି। ହଁ ହଁ ମାମା ସମସ୍ତଙ୍କୁ ଥ୍ୟାଙ୍କ ୟୁ କହିଦେଲ। ବଡ଼ ପାଟିରେ କହିଦେଲ ଥ୍ୟାଙ୍କ ୟୁ। ଗୁଡ୍ ଗାର୍ଲ। ମୋ ମାମା ଯାହା କହିଲେ ସେ କଥା ମାନୁଛି ନା, ସୁନା ଝିଅଟି। ମାମା ଗାଧେଇବ? ଗାଧେଇବ? ହଁ ଗାଧେଇ ପକ। ବାବା ଗରମ ପାଣି ରଖି ଯାଇଛନ୍ତି, ତମେ ଗାଧେଇ ପକ ହେଲା। ବାବା ଗରମ ପାଣି ରଖି ଯାଇଛନ୍ତି, ଗାଧେଇ ପକ। ଆମ ଝିଅର ଗାଧୁଆ ସରିଯାଇଛି। ଝିଅ ଏଠି ତୁଳସୀ ଗଛରେ ପାଣି ଦେଇ ଦେଉଛନ୍ତି। ଗାଧେଇ ସାରିଲା ପରେ ଆମ ଝିଅର ମନେ ପଡ଼ିଯାଏ ଯେ ତୁଳସୀ ଗଛରେ ପାଣି ଦେବ। ତ ସାର୍ଟ ପ୍ୟାଣ୍ଟ ପିନ୍ଧେଇ ଦେଲି, ଟୋପା ପାଉଡ଼ର ସବୁ ଲଗାଲଗି କରିଦେଇଛି। ତ ଝିଅ ଆସିକି ପାଣି ଦେଇ ଦେଉଛନ୍ତି। ପରେ ଏଠି ନମସ୍କାର କରୁଛନ୍ତି। ନମସ୍କାର କରୁଛନ୍ତି, ସେ ସମୟରେ ରାସ୍ତାରେ ଗୋଟେ ଗାଡ଼ି ଆସୁଛି। ଆମ ଝିଅର ନଜର ସେ ଗାଡ଼ି ଆଡ଼େ। କ'ଣ କରିବ, ଛୋଟ ଛୋଟ ପିଲାମାନଙ୍କର ଗାଡ଼ି ଦେଖିବା ପାଇଁ ବହୁତ ଇଚ୍ଛା, ଖୁସି ରହିଥାଏ ସେମାନଙ୍କର ଗାଡ଼ି ଦେଖିବା ପାଇଁ। ଆମେମାନେ ବି ଛୋଟ ସମୟରେ ଏମିତି ଗାଡ଼ି ଦେଖିବା ପାଇଁ ବହୁତ ଭଲ ପାଉଥାଉ। ତ ଝିଅର ପାଣି ଦିଆ ସରିଗଲା ତୁଳସୀ ଗଛରେ। ଏବେ ଘରକୁ ଆସିଲେଣି। ଦେଖନ୍ତୁ ଢାଳଟା ନେଇକି ସେ ଉପରେ ରଖିବ, କିନ୍ତୁ ହାତ ତ ପାଉନି, କିନ୍ତୁ ଚେଷ୍ଟା କରେ, ସବୁ କାମରେ ଚେଷ୍ଟା କରିବ। କଣ୍ଢେଇ ବିସ୍କୁଟ ଖାଉଛି କି ମାମା? ତମ କଣ୍ଢେଇଲେ ବିସ୍କୁଟ ଖାଇଲାଣି? ଖାଅ ବିସ୍କୁଟ, ଖାଅ ବସିକି। ବିସ୍କୁଟ ଖାଇଦିଅ। ହଁ ସୁନା ଝିଅ ଖାଇଦିଅ। ହଁ କିଏରେ ଏଇଟା ଗେଲ ହଉଛି ଏମିତି? ମା ସମସ୍ତେ ଡରିଗଲେ। ମିଆଉ ମିଆଉ କରିଦଉଛି ଝିଅ, ସମସ୍ତେ ଡରିଗଲେ। ଝିଅ କେମିତି ଡରଉଛି ସମସ୍ତଙ୍କୁ। ବାଘ କେମିତି କରୁଛି କହିଦେଲ ମା? ମା
ଏମିତି କରୁଛି ବାଘ? ଓହୋ ହଁ। ଏଠି ଦେଖନ୍ତୁ ଝିଅର ଶୋଇବା ସମୟ ହେଇଯାଇଛି। ଅଳ୍ପ ସମୟ ଟିକେ ଶୋଇବ ଦିନବେଳା ଭାତ ଖାଇସାରିଲା ପରେ। ତ ମୁଁ ଏଠି ଗୀତ ଗାଇକି ଶୁଣାଉଛି ଝିଅକୁ। ଆମ ଝିଅକୁ ଗୀତ ଶୁଣିଲେ ତାକୁ ବହୁତ ଭଲ ଲାଗେ, ଅଭ୍ୟାସ ହେଇଯାଇଛି। ଦେଖନ୍ତୁ କେମିତି ହସୁଛି ମୁରୁକେଇକି ଗୀତ ଶୁଣି ଶୁଣି। ମୁଁ ଗୋଟେ କୃଷ୍ଣ ଭଗବାନଙ୍କର ଭଜନ ଗାଇକି ଶୁଣାଉଛି। ଆମ ଝିଅ ଖାଇବା ସମୟରେ ଶୋଇବା ସମୟରେ ଗୀତ ତାକୁ ଶୁଣିବାକୁ ବହୁତ ଭଲ ଲାଗେ। ଆଉ ସେଇ କହିକି କହିବ ଯେ ମାମା ଏମିତି ଗୀତ ଗାଅ। ଖାଇବା ସମୟରେ ଶୋଇବା ସମୟରେ ମୁଁ ଏମିତି ଗୀତ ଗାଇଦିଏ। ତ ଭଲ ଭାବରେ ସିଏ ଖାଏ ଆଉ ତାକୁ ନିଦ ଆସିଯାଏ ବି, ଶୋଇପଡ଼େ। ତ ଦେଖନ୍ତୁ ଝିଅକୁ ଟିକେ ଟିକେ ନିଦ ଆସୁଛି। ଭିଡ଼ିଓଟି ଆପଣମାନଙ୍କୁ କେମିତି ଲାଗିଲା କମେଣ୍ଟ କରି ନିଶ୍ଚୟ ଜଣେଇବେ। ପ୍ରଥମରୁ ଶେଷ ପର୍ଯ୍ୟନ୍ତ ଭିଡ଼ିଓଟିକୁ ଦେଖିଥିବାରୁ ଆପଣମାନଙ୍କୁ ବହୁତ ବହୁତ ଧନ୍ୟବାଦ।